ସସ୍ପେଣ୍ଡ କୋଉଥିପାଇଁ କରାଗଲା କ'ଣ ପାଇଁ କରାଗଲା ମୁଁ ଏ ବି ଜାଣିପାରିନି କାହିଁକିନା ଦଳ ବିରୋଧୀ କାମ ମୁଁ ବର୍ତ୍ତମାନ ସୁଦ୍ଧା କିଛି କରିନାହିଁ ମୋ ନିର୍ବାଚନ ମଣ୍ଡଳୀ କରିନାହିଁ କି ଜିଲ୍ଲାରେ କରିନାହିଁ କି ଓଡ଼ିଶାରେ କରିନାହିଁ ମୁଁ ତ ହଉଛି ଦଳର ହଉଛି ବିରୁଦ୍ଧରେ କୋଉଠି ଆଲୋଚନା କରିନି ଏବେ ହଉଛି ରିସେଣ୍ଟଲି 13 ତାରିଖ ଦିନ ଗୋଟେ ହଉଛି ମିଟିଂ ହେଇଥିଲା କେଉଁଝରରେ କେଉଁଝର ହଉଛି ହଉଛି ଜିଲ୍ଲାର ବିକାଶ ପାଇଁ ହଉଛି କହିଥିଲେ ଯେ ବିକାଶ ହଉଛି ମାନେ ହଉଛି ଆଜ୍ଞା ବିକାଶ ଶବ୍ଦରେ କ'ଣ କହିବା ପାଇଁ ଚାହାନ୍ତି ମୁଁ କହିଲି ଯେ ବର୍ତ୍ତମାନ ଯୋଉ ମୁଖ୍ୟମନ୍ତ୍ରୀ ସେ ତାର ହଉଛି ବିକାଶ ଧାରାକୁ ନେଇଛନ୍ତି ଯଦି ଖାଲି ତ ହଉଛି ମାନେ ଭିତ୍ତିପ୍ରସ୍ତର ସ୍ଥାପନ କରିଦେଲେ ହଉଛି ହେଇଯିବନି ଭିତ୍ତିପ୍ରସ୍ତର ସ୍ଥାପନ ଯଦି ମୂଲ୍ୟ ରଖିବେ ଯଦି ହଉଛି କାମ କରିବେ ତେବେ ଜିଲ୍ଲାର ବିକାଶ ହେବ ଯଦି ନ କରିବେ ଜିଲ୍ଲାର ବିନାଶ ହେବ ଏ ବାବଦରେ ମୁଁ କହିଥିଲି ଏବଂ ହଉଛି ମୁଁ କହିଲି ଆଉ ମଧ୍ୟ କହିଥିଲି ଖାଲି ଭାଷଣ ମାଧ୍ୟମରେ କହିଲେ ହେବନି ଭିତ୍ତିପ୍ରସ୍ତର ସ୍ଥାପନ ମାଧ୍ୟମରେ କହିଲେ ହେବନି ଯଦି କାମ କରିବେ ଆଗାମୀ ଦିନରେ ଜଣା ପଡ଼ିବ ଯଦି କାମ ନ କରିବେ ଆଗାମୀ ଦିନରେ କ'ଣ ହେଲା କ'ଣ ନାହିଁ ଲୋକ ତାର ହଉଛି ଜବାବ ଦେବେ ଏ ବାବଦରେ ମୁଁ ହଉଛି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ କହିଥିଲି କିନ୍ତୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଆମର ଦଳର ସଭାପତି ମାନ୍ୟବର ହଉଛି ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ମୁଁ କିଛି କହିନି କି ତାଙ୍କ ନାଁ ବି ମୁଁ ନେଇନି ଏବଂ ମୁଁ ଏହା କହିଥିଲି ଯେ ହଉଛି ଇଏ ବିଜେଡି ସମୟରେ ଗତ ହଉଛି ଦୀର୍ଘ ଦିନ ହେଲା କେଉଁଝର ଜିଲ୍ଲା ରାଜସ୍ୱ ଦେଉଛି ଅଥଚ କେଉଁଝର ଜିଲ୍ଲାର କୌଣସି ବିକାଶ ହେଇପାରିନାହିଁ ବିକାଶକୁ ସେମାନେ ହଉଛି ମାନେ ହଉଛି ଅବହେଳିତ କରିଛନ୍ତି ଏହା ମୁଁ କହିଥିଲି ଯଦି ଏତିକି ନେଇ ଯଦି ହଉଛି ମୋତେ ସସ୍ପେଣ୍ଡ କରିଛନ୍ତି ମୋର ଏଥିରେ କିଛି କହିବାର ନାହିଁ ମୁଁ ଲୋକଙ୍କ ସାଙ୍ଗରେ ଅଛି ଲୋକଙ୍କ ପାଇଁ କାମ କରିବି ଆହୁରି ଅଧିକ କାମ କରିବି ଦଳର ଯୋଉ ସସ୍ପେଣ୍ଡ ମୋତେ ଡାକିକିରି ସସ୍ପେଣ୍ଡ କରିବା ପୂର୍ବରୁ ଯଦି ମୋତେ ଡାକିଥାନ୍ତେ ମୁଁ ନିଶ୍ଚିତ ଭାବରେ ହଉଛି ମାନେ ହଉଛି ଯେହେତୁ ଦଳର ହଉଛି ସେ ଆମର ହଉଛି ସଭାପତି ମୁରବୀ ସିଏ ତାଙ୍କ ପାଖକୁ ମୁଁ ନିଶ୍ଚିତ ଭାବରେ ଯାଇଥାନ୍ତି ଯେତେବେଳେ ସସ୍ପେଣ୍ଡ କଲା ପରେ ଗୋଟେ ମୁଁ ଯାଇକିରି ହଉଛି ତାଙ୍କୁ ଦେଖା କରିବାଟା ଠିକ୍ ନୁହଁ।